କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରଠାରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2025 ଗତ ଜୁନ୍ 26 ତାରିଖରୁ ଜୁଲାଇ 2 ତାରିଖ ମଧ୍ୟରେ ପାଳନ ହୋଇଯାଇଛି। ସର୍ବୋଚ୍ଚ ଯନ୍ତ୍ରୀ ବିଦ୍ୟୁତ୍ ତଥା ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କର ସହଯୋଗ, ପରିବେଶ ଅଧ୍ୟୟନ କେନ୍ଦ୍ର ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ବିଦ୍ୟୁତ୍ ନିରୀକ୍ଷକ କେନ୍ଦୁଝରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମମାନ ପରିଚାଳିତ ହୋଇଥିଲା। ଗତ ଜୁନ୍ 26 ତାରିଖରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଦ୍ୟୁତ୍ ସଚେତନତା ନିମନ୍ତେ ଏକ ଆଲୋଚନାଚକ୍ର ଓ ଶପଥପାଠ ହୋଇଥିଲା। ଜୁଲାଇ 1 ତାରିଖ ଦିନ ଏକ ବିଶାଳ ରାଲି ଗ୍ରାମ ପରିଭ୍ରମଣ କରିଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ଜୁଲାଇ 2 ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, ମୁଁ ବି ପାରିବି ତଥା ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକସ୍ତରୀୟ ତର୍କ ପ୍ରତିଯୋଗିତା ବିଜୁଳିର ସଠିକ୍ ବ୍ୟବହାର ଆମ ଜୀବନର ଆଧାରରେ ସରସ୍ୱତୀ ବିଦ୍ୟାମନ୍ଦିର କେନ୍ଦୁଝରର ଛାତ୍ରୀ ଅନନ୍ୟା ଲେଙ୍କା ପ୍ରଥମ, ମନୋଜ ମଞ୍ଜରୀ ଶିଶୁ ଭବନ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ଛାତ୍ର ପ୍ରମୋଦ କୁମାର ନାୟକ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରର ଛାତ୍ରୀ ଜ୍ୟୋତି କର୍ମକାର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁଲାଇ 2 ତାରିଖ ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ଅଧ୍ୟକ୍ଷତାରେ ସ୍ମାର୍ଟ ଏନର୍ଜି ସୁରକ୍ଷିତ ରାଷ୍ଟ୍ର ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଅଭିଭାବକ, ଅଭିଭାବିକା, ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଇଞ୍ଜିନିୟର ପଦ୍ମଜା ଗିରି, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ବିଦ୍ୟୁତ୍ ନିରୀକ୍ଷକ କେନ୍ଦୁଝର ଯୋଗଦେଇ ବିଦ୍ୟୁତ୍ ଶକ୍ତିର ସୁରକ୍ଷା, ସଞ୍ଚୟ, ସଦୁପଯୋଗ ଓ ସାବଧାନତା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ବିନାୟକ ବେହେରା, ସମ୍ମାନିତ ଅତିଥି ରୂପେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଦୀପ୍ତିମାନ ଆଚାର୍ଯ୍ୟ ଯୋଗଦେଇ ସ୍ମାର୍ଟ ବୋର୍ଡ଼ ବ୍ୟବହାର କରି ବିଦ୍ୟୁତ୍ ଆଘାତଜନିତ ଦୁର୍ଘଟଣା, ବିଦ୍ୟୁତ୍ର ସଦ୍ବ୍ୟବହାର ତଥା ସୁରକ୍ଷା ସମ୍ପର୍କରେ ବ୍ୟାଖ୍ୟା କରି ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରିଥିଲେ। ଏହା ସହିତ ଚଡ଼କ ବା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ କିପରି ସାବଧାନତା ଅବଲମ୍ବନ କରିହେବ ସେ ଭାବରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିରେ ଅନ୍ୟତମ ଅତିଥି ରୂପେ ସମାଜସେବୀ ରୁକ୍ମଣୀ ସାହୁ, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ବଳ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରନ୍ଦର ମହାନ୍ତ ଯୋଗ ଦେଇଥିଲେ। ଏହି ଆଲୋଚନା ଚକ୍ରରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ମହାନ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଇକୋ କ୍ଲବ ଶିକ୍ଷକ ବିଜୟ କୁମାର ମିଶ୍ର ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏଥିସହିତ ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ବିଜୟ କୁମାର ମିଶ୍ର ଶପଥ ପାଠ କରାଇଥିଲେ। ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଥିବା ପ୍ରଚାରପତ୍ର ବିଦ୍ୟାଳୟ ତରଫରୁ ବଣ୍ଟନ କରାଯାଇଥିଲା। ପରିଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଫଗୁଚରଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ, ସ୍ୱର୍ଣ୍ଣଲତା ନାୟକ, ରଞ୍ଜିତା ରାଣୀ ମଲ୍ଲିକ, ଅହଲ୍ୟା ମହାନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଭା ଶେଷରେ ବିଦ୍ୟୁତ୍ ବିଭାଗ ତରଫରୁ ଘରକୁ ଘର ବୁଲି ଏକ ସଚେତନତା ସର୍ଭେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍ ବିଭାଗ ତଥା ବିଦ୍ୟାଳୟର ଏତାଦୃଶ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ।